ଛାଡ଼ଖାଇ ପାଇଁ ଆମିଷ ବଜାରରେ ଭିଡ଼। କାର୍ତ୍ତିକ ପୂର୍ଣ୍ଣିମା ପରେ ଗୁରୁବାର ପଡୁଥିବାରୁ ଗତକାଲି ଆମିଷ ବଜାର ପୁରା ଫିକା ପଡ଼ିଥିଲା। ଆଜି ଶୁକ୍ରବାର ହୋଇଥିବାରୁ ଆମିଷ ବଜାରରେ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି। ସକାଳୁ ସକାଳୁ ଭୁବନେଶ୍ୱର, କଟକ ସମେତ ରାଜ୍ୟରେ ବିଭିନ୍ନରେ ଆମିଷ ବଜାରରେ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଛି। ଗ୍ରାହକଙ୍କର ଚାହିଦାକୁ ଦୃଷ୍ଟିରେ ରଖି ମାର୍କେଟରେ ମଟନ, ଚିକେନ, ମାଛ, ଚିଙ୍ଗୁଡ଼ି ଆଦି ବିଭିନ୍ନ ପ୍ରକାରର ଆମିଷ ବିକ୍ରି ହେଉଛି। କାର୍ତ୍ତିକ ମାସରେ ହବିଷ ବ୍ରତ କରିଥିବା ଲୋକ ଆଜି ଆମିଷ ଖାଇବାକୁ ଅଧିକ ପସନ୍ଦ କରୁଥାନ୍ତି। ଚାହିଦା ଅନୁସାରେ ଆଜି ଦାମ ମଧ୍ୟ ପୂର୍ବ ଅପେକ୍ଷା ଅଧିକ ରହିଛି। ସକାଳୁ ସକାଳୁ ଭୁବନେଶ୍ୱର ସ୍ଥିତ 4 ନମ୍ବର ମାର୍କେଟରେ ଲାଗିଛି ନାହିଁ ନଥିବା ଭିଡ଼। କାର୍ତ୍ତିକ ମାସ ପାଇଁ ଦୀର୍ଘ ମାସେ ହେବ ଲୋକେ ଆମିଷ ଛାଡ଼ିଥିଲେ। କାର୍ତ୍ତିକ ମାସକୁ ଏକ ଧାର୍ମିକ ମାସ ଭାବରେ ଲୋକେ ଅନୁମାନ କରୁଥିବାରୁ ଏହି ମାସରେ ଲୋକେ ଆମିଷ ଠାରୁ ଦୂରରେ ରହିଥାନ୍ତି। ଧର୍ମ ମାସରେ ଠାକୁରଙ୍କର ଶରଣରେ ରହି ପୁଣ୍ୟ ଅର୍ଜନ କରିଥାନ୍ତି। ଆଉ କାର୍ତ୍ତିକ ମାସ ପରେ ପାଳନ ହୋଇଥାଏ ଛାଡ଼ଖାଇ। କାର୍ତ୍ତିକ ପୂର୍ଣ୍ଣିମାର ପରଦିନକୁ ଛାଡ଼ଖାଇ ଭାବରେ ପାଳନ କରାଯାଇଥାଏ। କିନ୍ତୁ ଚଳିତ ବର୍ଷ କାର୍ତ୍ତିକ ପୂର୍ଣ୍ଣିମା ପରଦିନ ଗୁରୁବାର ପଡୁଥିବାରୁ ଲୋକେ ଛାଡ଼ଖାଇ ପାଳନ କରିପାରିନଥିଲେ। ଆଜି ଯେହେତୁ ଶୁକ୍ରବାର, ତେଣୁ ଆଜି ଆମିଷ ବଜାରରେ ଲୋକଙ୍କର ଭିଡ଼ ଦେଖିବାକୁ ମିଳିଛି। ବ୍ୟୁରୋ ରିପୋର୍ଟ, ନ୍ୟୁଜ୍ ଦୁନିଆ।